ସାଙ୍ଗମାନେ ଆଜି ଆଇଛୁ ବିଲରେ ପୁଞ୍ଜି ପକେଇବା ପାଇଁ। ସକାଳୁ ଆସିଥିଲୁ ଖରା ପ୍ରବଳ, ଛୋଟ କାଙ୍କ ଧରି ବିଲ ଦିହରେ ଗାମୁଛା। ଦେଖନ୍ତୁ ଆମର ଥିଲା ଏତିକି ବିଲ ପାଟରେ। ସାଙ୍ଗମାନେ ଦିନ ସାରା ଖରା ହେଲା ଯେ ସାଙ୍ଗମାନେ ସନ୍ଧ୍ୟାରେ ବର୍ଷା ବହୁତ ଜୋର ଉଠେଇଥିଲା, ହବ ହବ ବୋଲି। ଆମର ଟହଲା ବଡ଼ା ବାହାରେ କାଠ ସବୁ ପଟଉଛନ୍ତି। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ ସାଙ୍ଗମାନେ। ସକାଳୁ ସକାଳୁ ଆଜି ପୁରା ନିଦ ଯେ ପ୍ରବଳ, କାହିଁକି ନା କାଲି ଯାତ୍ରା ଯାଇଥିଲୁ ଦେଖିବା ପାଇଁ। ଯାତ୍ରା ଦେଖିକି ଆସିବା ଲେଟ୍ ହେଇଗଲା, ଆଉ ଶୋଇପଡ଼ିଥିଲି। ଆଉ ସବୁ ଆଜି ଆଉ କାମ ଟିକେ ହେବ, ଧାନ ପୁଞ୍ଜି ପଡ଼ିବ ବିଲ ପାଖରେ। ବିଲ ସମସ୍ତଙ୍କର ପୁଞ୍ଜି ପଡ଼ିଯାଇଛି, ଆମର ପଡ଼ିବ। ସାଙ୍ଗମାନେ ଦେଖିବା ଦିନମାନ ବ୍ଲଗ୍ରେ ଆଜି କ'ଣ ହେଉଛି, ଫଲୋ ମି। ସାଙ୍ଗମାନେ ଆଜି ଆଇଛୁ ବିଲରେ ପୁଞ୍ଜି ପକାଇବା ପାଇଁ। ସକାଳୁ ଆସିଥିଲୁ ଖରା ପ୍ରବଳ, ଆଉ ପୁଞ୍ଜି ଏଇ ପଡ଼ୁଛି ଦେଖନ୍ତୁ। ଧାନ ମାନେ ରୁଆ ସହ ସମାନ, ଦେଖନ୍ତୁ ପୁଞ୍ଜି ପଡ଼ୁଛି। ଆଉ ବୋଉ ଟିକେ ଆମ ସହିତ ସାହାଯ୍ୟ କରିବାକୁ ଆଇଛି। ଆଉ ପୁଞ୍ଜି ଏତିକ ପଡ଼ିଗଲା। ଯାହା ହଉ ସକାଳୁ ଆସି ଏଥିରେ ପୁଞ୍ଜି ପକାଇ ସାରିଲିଣି। ବାପା ଆମର ସାଥ ଦେଉଛନ୍ତି, ମୁଁ ଆସିଛି। ପୁଞ୍ଜି ପଡ଼ିଲା ମାନେ ଧାନର ଅଧେ ରୁଆ ରୁଇ ସରିଗଲା। ଓ ସିମୁଣ୍ଟରୁ ପକେଇକି ଆମେ ଆଇଲୁ। ପାଖକୁ ପାଖ ଚାଖେଣ୍ଡେ ଛାଡ଼ି ପୁଞ୍ଜି ସବୁ ପଡ଼ୁଛି। ଛୋଟ କାଙ୍କ ଧରି ବିଲ ଦିହରେ ଗାମୁଛା ମୁଣ୍ଡରେ ବାନ୍ଧି ଶିଆଳ ଟାଣୁଛି, ପୁଞ୍ଜି ପଡ଼ୁଛି। ପୁରା ଖରା ଟିକେ ଜୋର ହେଉଛି, କ'ଣ କରିବା, ଚାଷ ଜୀବନ, କଷ୍ଟ କରିବାକୁ ପଡ଼ିବ। ଦେଖନ୍ତୁ ଆମର ଥିଲା ଏତିକି ବିଲ ପାଟରେ କିଛି ରହିଯାଇଥିଲା। ଆଜି ଆଉ ଦେଖୁଛ ତ ରୁଆ ରୁଇ ହେଇପାରିବନି, ତାକୁ ପୁଞ୍ଜି ପକେଇ ଦେଉଛୁ। ଆଉ ଏ ଧାନ ସବୁ ପଡ଼ିଛି, ଦେଖିଏ ବିଲ ଗୁଳାଟା ପୁଞ୍ଜି ପକେଇଦେଲୁ ଆଜି। ଆଉ ମୋ ପୁଅ ଆଉ ମୁଁ ତା ବୋଉ 3 ଜଣ ଲାଗି ପୁଞ୍ଜି ପକେଇଦେଲୁ। ସରିଗଲା ପୁଞ୍ଜି ପକା। ଆଜି ଏଇ ବିଲରେ ଗୋଟେ ଦକ ସରିଗଲା। ଦେଖନ୍ତୁ ଧାନ କେମିତି ଘୋଡ଼ା ହେଉଛି ଗୋଡ଼ ଦେହରେ। ପୁଞ୍ଜି ପଡ଼ି ସାରିଲା ପରେ, ଧାନ ପଡ଼ି ସାରିଲା ପରେ 4-6ଟା ଲେଖା ଧାନ ପଡ଼ି ତାକୁ ଘୋଡ଼ା ହେବ। ଇଏ ପୁଞ୍ଜି ପଡ଼ିଲା ମାନେ ଅଧା ବିଲ ରୁଆ ସରିଗଲା କାମ, ଖାଲି ବଛା ହେବ, ଧାନ ହେବ। ଚାଷୀମାନେ ବହୁତ ସୁବିଧାବାଦୀ, ଯେଉଁ ଭାଇ ସୁବିଧା ହେବ ସେ କାମ ଆଗ କରିବେ। ସାଙ୍ଗମାନେ ବର୍ତ୍ତମାନ ପୁଞ୍ଜି ପଡ଼ିଗଲା। ଖରା ଯେ ଅତି ପ୍ରବଳ ଖରା, ପୁଞ୍ଜି ପଡ଼ି ଆମେ ବର୍ତ୍ତମାନ ଫେରୁଛୁ। ଏ ଯେଉଁ ଖରାରେ କାମ କରିବା କଥା ନୁହେଁ, ସକାଳୁ ସକାଳୁ କରିବା କଥା। ଯେହେତୁ ଜିଦି ଲାଗିଥିଲା, ଅଧା ଅଧି ସରିଗଲା, ପଳେଇ ଆସିଲୁ। ବର୍ତ୍ତମାନ ତ ଚାଷ କାମ ଲାଗିଲା। ରଜ ପରେ ପରେ ଆଉ ଜୋରସୋରରେ ଚାଷ କାମ ଲାଗିବ, ଧାନ କାମ। ବର୍ତ୍ତମାନ ତଳି ପଡ଼ୁଛି, ପୁଞ୍ଜି ପଡ଼ୁଛି, ବିଲ ହଳ ହେଉଛି, ସବୁ ପ୍ରକାର। ଆଉ ଆଜି ମୁଁ ଚାଷୀ ପୁଅ ଭଳିଆ ଦେଖାହେଉଛି, ଦେଖିଲେ କାଙ୍କ ପିଠିରେ ପକେଇ ମୁଣ୍ଡରେ ଟିକେ ଠେକା ବାନ୍ଧିବା କଥା। କିଏ ସାଙ୍ଗମାନେ ଦିନ ସାରା ଖରା ହେଲା, ଯେମିତି ସନ୍ଧ୍ୟା ହେଇଛି ବର୍ଷା କୋଉଭଳିଆ ଆସିଛି ଦେଖୁନ। ଘଡ଼ଘଡ଼ି ସହ ବର୍ଷା ପୁରା ଜୋରରେ ହେଲେ ଲାଗୁଛି ଆଉ କିଛି ରଖିବନି। ବର୍ତ୍ତମାନ ଦିନ 3:30, ପାଗରେ ପୁରା ପରିବର୍ତ୍ତନ, ପୁରା ବର୍ଷା ଯେ ପ୍ରବଳ। ମାଙ୍କଡ଼ ମାନେ ଦେଖୁନୁ କେମିତି ରାସ୍ତାରେ ଯାଉଛନ୍ତି। ଘଡ଼ଘଡ଼ି ସହ ପୁରା ବର୍ଷା ଆସିଲେ। ଇଏ ଆମର ଛାତ ଉପର ଦୃଶ୍ୟ। ବର୍ତ୍ତମାନ ଦିନ 4ଟା 4:30, ବର୍ଷା କୋଉଭଳିଆ ଅନ୍ଧାର କରିଛି ଦେଖ। ସନ୍ଧ୍ୟା 7ଟା ହେଲା ହେବ, ପୁରା ଅନ୍ଧାର କରିଦେଲାଣି। ଆଜି ହାଟରେ ପରିବା କ'ଣ ଶସ୍ତା କେଜାଣି। ବର୍ଷା ହେଲେ ହାଟ କେଉଁଠି ହେବ ଆଉ।
ସାଙ୍ଗମାନେ ସନ୍ଧ୍ୟାରେ ବର୍ଷା ବହୁତ ଜୋର ଉଠେଇଥିଲା, ହବ ବୋଲି ହେଇନଥିଲା, କିନ୍ତୁ ବର୍ଷା ଏବେ ହେଇଗଲା। ଆଉ ଦେଖନ୍ତୁ କେଉଁ ଭଳିଆ ୟେଲୋ କଲର୍ ରଖିଛି କରିକି, ହେଭି ବର୍ଷା। ପ୍ରବଳ ବର୍ଷା ପୁରା ଗଦା ହେଉଛି, ଲାଗୁଛି କିଛି ଆଉ ରଖିବନି। ଘଡ଼ଘଡ଼ି ବି ମାରୁଛି, ବର୍ଷା ଜୋର ହେଉଛି, ତା ଦେହରେ ଲୋକ ଭିଜିକି ସବୁ ଯାଉଛନ୍ତି, ମଜା ଲାଗୁଛି। ପାଗ ପୁରା ଚେଞ୍ଜ କରିଦେଲା, ହଳଦିଆ କଲର୍ ଦେଖାଯାଉଛି ସାଙ୍ଗମାନେ। ମାନେ ଇଏ କେଉଁ ପ୍ରକାର ପାଗର ପରିବର୍ତ୍ତନ, ପୁରା ହଳଦିଆ କଲର୍। ବର୍ଷା ବହୁତ ଜୋର କିନ୍ତୁ ହଳଦିଆ କଲର୍ ଦେଖାଯାଉଛି। ମାଙ୍କଡ଼ କେମିତି ସାଙ୍ଗ, ମାଙ୍କଡ଼ ନା ପଣସ ସାଙ୍ଗମାନେ ଗଛର ପାଚି ଯାଇଛି, କେତେ ସୁନ୍ଦର ଦେଖାଯାଉଛି ବର୍ଷା। ଦେଖନ୍ତୁ ହେଭି ବର୍ଷା ହେଇଗଲା, ବର୍ଷା ଟିକେ କମିଲାଣି। ସାଙ୍ଗମାନେ ହାଟ ପରିସ୍ଥିତି ପୁରା ଖରାପ, ପରିବା ମାର୍କେଟରେ କମ୍, ଲୋକ ବି ଅଧିକା। ପୁରା କାଦୁଅ, ଯାଇ ହବନି। ପରିବା ଏ ଆମର ଟହଲା ବଡ଼ା ବାହାରେ କାଠ ସବୁ ପଟଉଛନ୍ତି। ବଡ଼ା ବା ଆମର ସବୁ କାଠ ସାଇଜ୍ କରି ରଖୁଛନ୍ତି, ଯେହେତୁ ଆମର ଘର ପାଖରେ ମଶାଣି। ସାଙ୍ଗମାନେ ବର୍ତ୍ତମାନ ତାଙ୍କର ଶବ ମଶାଣି ଅଭିମୁଖେ ଯାଉଛି କୀର୍ତ୍ତନ ସହ। ଭାରି ଦୁଃଖଦ ଖବର। ଶବ ବର୍ତ୍ତମାନ ବାହାରିଲା। ଯେହେତୁ ଲେଟ୍ ନାଇଟ୍ ହେଲେ ଏକ୍ସପାୟାର କରିଗଲେ, ବର୍ତ୍ତମାନ ଶବ ପୁଣି ଗାଁରେ ବହୁତ ବଡ଼ ଦୁଃଖ ପଡ଼ିଗଲା ସାଙ୍ଗମାନେ। ଶବ ବର୍ତ୍ତମାନ ମଶାଣି ଅଭିମୁଖେ ବାହାରିଛି କୀର୍ତ୍ତନ ସାଙ୍ଗରେ।